ପରେ ବୃହସ୍ପତି 14 ମେ 2025 ତାଙ୍କର ରାଶି ପରିବର୍ତ୍ତନ କରି କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ଶିକ୍ଷା ଏବଂ ସନ୍ତାନ ଭାବ ଅର୍ଥାତ୍ ପଞ୍ଚମ ଭାବରେ ଗୋଚର କରିବାକୁ ଯାଉଛନ୍ତି। ବୃହସ୍ପତିଙ୍କ ଏହି ଗୋଚର କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପୁଣିଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ପଞ୍ଚମରେ ବୃହସ୍ପତିକୁ ଅତି ଶୁଭ ବୋଲି ଧରାଯାଇଥାଏ। ଏହି 14 ମେ 2025ରୁ ନେଇକି 11 ମାର୍ଚ୍ଚ 2026 ଯାଏଁ ବୃହସ୍ପତିଙ୍କ ଗୋଚର କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ କିଭଳି ଫଳ ଦେବ ସେହି ବିଷୟରେ ଆଲୋଚନା କରିବା। ବୃହସ୍ପତିଙ୍କର ଏହି ଗୋଚର ସମୟରେ ବୃହସ୍ପତି ଅସ୍ତ ମଧ୍ୟ ହେବେ, ବକ୍ରୀ ହେବେ, ମାର୍ଗୀ ହେବେ, ତା ସହିତ ଅତିଚାରୀ ମଧ୍ୟ ହେବେ। ଏହି ସବୁର ଫଳ କିଭଳି ରହିବ ଦୀର୍ଘ ସମୟ ଧରିକି କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ସେହି ବିଷୟରେ ଆଜି ଆମେ ଆଲୋଚନା କରିବା ଡିଟେଲ୍ସରେ। ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା, ତା ପୂର୍ବରୁ ସବୁଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବେ କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ କୁମ୍ଭ ରାଶି କଥା କହିବା ତାହେଲେ କୁମ୍ଭ ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କ ପାଇଁ ବୃହସ୍ପତି ଏକାଦଶ ଅର୍ଥାତ୍ ଆୟର ଅଧିପତି ଏବଂ ଧନର ଅଧିପତି ଅର୍ଥାତ୍ ଦ୍ୱିତୀୟ ଭାବର ଅଧିପତି ହୋଇ ଆପଣମାନଙ୍କର ପଞ୍ଚମ ଭାବରେ ଗୋଚର କରିବାକୁ ଯାଉଛନ୍ତି। ଏହି ଗୋଚର କାଳରେ ବୃହସ୍ପତି ପଞ୍ଚମ ଭାବରେ ବସି ଆପଣମାନଙ୍କର ଏକାଦଶ ଭାବ, ନବମ ଅର୍ଥାତ୍ ଭାଗ୍ୟ ଭାବ ଏବଂ ପ୍ରଥମ ଭାବ ଅର୍ଥାତ୍ ଆପଣଙ୍କ ରାଶିକୁ ଦୃଷ୍ଟିପାତ କରିବେ। ଏହାଦ୍ୱାରା ଏହି ଗୋଚର ସମୟରେ ବୃହସ୍ପତି ଆପଣମାନଙ୍କର ପଞ୍ଚମ ଭାବ ସହିତ ନବମ, ଏକାଦଶ ଏବଂ ଆପଣଙ୍କ ରାଶି ଅର୍ଥାତ୍ ପ୍ରଥମ ଭାବକୁ ମଧ୍ୟ ପ୍ରଭାବିତ କରିବେ। ବୃହସ୍ପତିଙ୍କର ଏହି ପ୍ରଭାବ ଆପଣମାନଙ୍କ ପାଇଁ କିଭଳି ରହିବ ଏବେ ଆମେ ଡିଟେଲ୍ସରେ ଆଲୋଚନା କରିବା। ଆଉ ଗୋଟେ କଥା ଆପଣମାନେ ଭୁଲିଯିବା ଉଚିତ ନୁହଁ କି ଆପଣମାନଙ୍କର ଶନି 7.5ର ଅନ୍ତିମ ଚରଣ ଚାଲିଛି। ସେଥିପାଇଁ ଦେଖି ଚାହିଁ ଏହି ସମୟରେ ଚଳିବା ନିହାତି ଆବଶ୍ୟକ। ଯଦି ଆମେ ବୃହସ୍ପତିଙ୍କ ଗୋଚରର ଫଳ କଥା କହିବା ତାହେଲେ ଏହି ଗୋଚର ସମୟରେ ଆପଣମାନଙ୍କର ସୁଖ ସମୃଦ୍ଧିରେ ବୃଦ୍ଧି ଘଟିବ। ତା ସହିତ ଆପଣମାନଙ୍କୁ ସନ୍ତାନ ପ୍ରାପ୍ତି ହେଇପାରେ, ସନ୍ତାନ ସୁଖ ପ୍ରାପ୍ତି ହେବ। ତା ସହିତ ଆପଣମାନଙ୍କର କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦ ମିଳିପାରେ ବା ପ୍ରମୋସନ୍ ହେଇପାରେ ଆପଣମାନଙ୍କର। ତା ସହିତ ଆପଣମାନେ ଯଦି ଚାକିରିରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି। ଯଦି ଆପଣମାନେ ଗୋଟେ ଚାକିରି ଛାଡ଼ିକି ଆଉ ଗୋଟେ ଚାକିରି କରୁଛନ୍ତି ତାହେଲେ ଆପଣମାନେ ସେହି ସମୟରେ ଭଲ ପ୍ୟାକେଜ୍ ପାଇପାରିବେ ଅର୍ଥାତ୍ ଭଲ ସ୍ୟାଲେରୀ ପାଇପାରିବେ, ଭଲ ଉନ୍ନତି କରିପାରିବେ ଦ୍ୱିତୀୟ ଚାକିରିରେ ଜଏନ୍ କଲେ। ସେଥିପାଇଁ ଯଦି ଚାକିରି ପରିବର୍ତ୍ତନ କରୁଛନ୍ତି ସେଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତା ସହିତ ଆପଣମାନେ ଏହି ସମୟରେ ଆପଣମାନଙ୍କର ଘରେ ଧନ ସମୃଦ୍ଧିର ବୃଦ୍ଧି ଘଟିବ, ଘର ପରିବାରରେ ସୁଖ ହେବ, ସୁଖ ଶାନ୍ତିରେ ରହିବ। ତା ସହିତ ଘରେ ପୂଜାପାଠ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେଇପାରେ। ଆପଣମାନେ ଏହି ସମୟରେ ସ୍ଥିର ଲାଭ ପାଇପାରିବେ। ତା ସହିତ ଆପଣମାନଙ୍କ ମସ୍ତିଷ୍କରେ ଭଲ ଚିନ୍ତାଧାରା ମଧ୍ୟ ଆସିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ତାଙ୍କର ସମ୍ପର୍କ ପରିପକ୍ୱ ହେବ। ତା ସହିତ ଆପଣମାନେ ଚାକିରି ଏବଂ ବ୍ୟବସାୟ ଉଭୟରେ ଭଲ ଲାଭ ପାଇପାରିବେ। ଯେମିତି ମୁଁ ପୂର୍ବରୁ କହିଥିଲି 5 ଜୁଲାଇ ପରେ ଆପଣମାନେ ନିଜ ବ୍ୟବସାୟକୁ ନେଇ ବହୁତ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ତା ସହିତ ଏହି ସମୟରେ 14 ମେ ପରେ ଆପଣମାନଙ୍କୁ ନିବେଶ କରିବା ଆପଣମାନଙ୍କ ପାଇଁ ବହୁତ ଭଲ ରହିବ। 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ବୃହସ୍ପତି ବକ୍ରୀ ହେବେ ସେତେବେଳେ ଆପଣମାନଙ୍କର ସମ୍ପତ୍ତିକୁ ନେଇକି ବାଦ ବିବାଦ ହେଇପାରେ। ତା ସହିତ ହଠାତ୍ ଆପଣମାନେ କ୍ଷତି ସହିପାରନ୍ତି। ତା ସହିତ ଅପମାନିତ ମଧ୍ୟ ହେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଚାପ ରହିବ, କାର୍ଯ୍ୟର ୱାର୍କ ପ୍ରେସର୍ ଯାହାକୁ କହନ୍ତି। ତା ସହିତ ଆପଣମାନେ ଯଦି ଆଇନ ବିରୁଦ୍ଧ କାର୍ଯ୍ୟ କରୁଛନ୍ତି ତାହେଲେ ଆପଣମାନଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ ମଧ୍ୟ ହେଇପାରେ, ତା ପ୍ରତି ମଧ୍ୟ ଧ୍ୟାନ ଦେବେ। ବା କୌଣସି ପ୍ରକାର ଆପଣଙ୍କ ଉପରେ ଆକ୍ସନ୍ ବି ନିଆଯାଇପାରେ, ସେଥିପାଇଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବେ। ଏବଂ ଯଦି ଆମେ ବିଦ୍ୟାର୍ଥୀମାନଙ୍କ କଥା କହିବା ତାହେଲେ ବିଦ୍ୟାର୍ଥୀମାନେ ଭଲ ରେଜଲ୍ଟ କରିବେ, ନିଜର ମନପସନ୍ଦର ବିଷୟରେ ଉଚ୍ଚଶିକ୍ଷା ମଧ୍ୟ ଲାଭ କରିପାରିବେ। ଉଚ୍ଚଶିକ୍ଷା ବା ପାଠପଢ଼ା ପାଇଁ ବିଦେଶ ମଧ୍ୟ ଯାଇପାରନ୍ତି।
ଏବଂ ଯେଉଁମାନେ ପ୍ରତିଯୋଗିତା ପରୀକ୍ଷାରେ ବସୁଛନ୍ତି ସେମାନେ ବହୁତ ଭଲ ଫଳ ପାଇବେ ଏହି ଗୋଚର ସମୟରେ। ତା ସହିତ ଆପଣମାନଙ୍କର ଏକାଗ୍ରତାରେ ମଧ୍ୟ ବୃଦ୍ଧି ଘଟିବ, ଆପଣମାନଙ୍କ ମନ ପାଠ ପଢ଼ାରେ ଲାଗିବ। 14 ମେ 2025 ପରେ ଆପଣମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାକୁ ଲାଗିବେ। ତା ସହିତ ଆପଣମାନଙ୍କ ନିଷ୍ପତ୍ତି ନେବାର କ୍ଷମତା ବଢ଼ିବ। ନୂଆ ଘର ଗାଡ଼ି ନେବାକୁ ଯଦି ଚାହୁଁଛନ୍ତି ସେ ଇଚ୍ଛା ମଧ୍ୟ ପୂରଣ ହୋଇପାରେ। ଗ୍ରହର ଦଶା ଆପଣମାନଙ୍କ ଦଶା ଯଦି ସପକ୍ଷରେ ରହିଲା ତ। ତା ସହିତ ଆପଣମାନେ ଏହା ମଧ୍ୟ ଦେଖିବେ କି ଆପଣମାନେ ଯଦି ପାର୍ଟନରସିପ୍ରେ ବ୍ୟବସାୟ କରୁଛନ୍ତି ତାହେଲେ ମଧ୍ୟ ଆପଣମାନଙ୍କ ପାଇଁ ଭଲ ରହିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ତାଙ୍କର କୌଣସି ସ୍ଥାନରେ ସମ୍ପର୍କ ଗଢ଼ି ଉଠିପାରେ। ତା ସହିତ ମୁଁ ଯେମିତି ପୂର୍ବରୁ କହିଥିଲି ସନ୍ତାନ ସୁଖ ମଧ୍ୟ ପାଇବେ। ତାପରେ ଯଦି 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ବୃହସ୍ପତି ବକ୍ରୀ ହେବେ ସେତେବେଳେ ଆପଣମାନଙ୍କର ଖର୍ଚ୍ଚ ବଢ଼ିଯିବ। ଡାକ୍ତରଖାନାରେ ଆପଣମାନେ ଅଧିକ ଖର୍ଚ୍ଚ କରିପାରନ୍ତି, କୋର୍ଟ କଚେରୀରେ ପଡ଼ିଯାଇପାରନ୍ତି। ତା ସହିତ ପରିବାରରେ ଅଶାନ୍ତି ଦେଖାଦେବ, ମାନସିକ ଅଶାନ୍ତି ବଢ଼ିପାରେ। ତା ସହିତ ଆପଣମାନେ ମୁଁ ଯେମିତି କହିଲେ କି କ୍ଷତି ସହିପାରନ୍ତି ଆପଣମାନେ, ତା ପ୍ରତି ମଧ୍ୟ ଧ୍ୟାନ ଦେବେ। 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଭିତରେ ଆପଣମାନଙ୍କୁ 14 ମେ ପରେ ଭାଗ୍ୟର ସହଯୋଗ ମିଳିବ। ଯଦି ଲୋନ୍ ନେବାକୁ ଚାହୁଁଛନ୍ତି ଲୋନ୍ ନେଇପାରିବେ। ଧର୍ମକର୍ମରେ ଆପଣମାନଙ୍କ ରୁଚି ବଢ଼ିବ। କିନ୍ତୁ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯାଏଁ ଯଦି ଆପଣମାନେ କୌଣସି ସିରିୟସ୍ ରିଲେସନସିପ୍ରେ ଅଛନ୍ତି ତାହେଲେ ସତର୍କ ରୁହନ୍ତୁ। ଆପଣମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହୋଇପାରେ। ତା ସହିତ ନିଜ ଲୋକମାନେ ମଧ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି, ସେଥିପାଇଁ ମଧ୍ୟ ସତର୍କ ରହିବେ। ତାପରେ 14 ମେ ପରେ ଯେଉଁମାନେ ଫ୍ୟାସନ୍ ଡିଜାଇନିଂରେ ଅଛନ୍ତି, ମାସ୍ ମିଡ଼ିଆ, ସଫ୍ଟୱେୟାର, ତା ସହିତ ଇଲେକ୍ଟ୍ରୋନିକ୍ସ ଏହିସବୁ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ତାଙ୍କୁ ଭଲ ଫଳ ମିଳିବ। ଏବଂ ଆପଣମାନେ ଯଦି ପାରିବାରିକ ବିଜନେସ୍କୁ ଆଗକୁ ନେବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଏହି ସମୟ ଉପଯୁକ୍ତ ଅଟେ। ତା ସହିତ ଆପଣମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏହି ଗୋଚରରେ ବହୁତ ଧ୍ୟାନ ରଖିବାକୁ ପଡ଼ିବ। ଆପଣମାନଙ୍କ ଓଜନ ବୃଦ୍ଧି ଗୋଟେ ଆଗକୁ ସମସ୍ୟା ହେଇକି ସୃଷ୍ଟି ହୋଇପାରେ, ସେଥିପାଇଁ ବିଶେଷ ଧ୍ୟାନ ଦେବେ। ଏବଂ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ମଧ୍ୟରେ ଯେଉଁମାନେ କିଡ଼ନୀରେ ଯେଉଁମାନଙ୍କର ସମସ୍ୟା ଅଛି ବା ଯେଉଁମାନେ ମଧୁମେହରେ ପୀଡ଼ିତ ଅଛନ୍ତି ସେମାନେ ବିଶେଷ ଧ୍ୟାନ ଦେବାର ଅଛି ନିଜ ଦେହ ପ୍ରତି। ସେମାନେ ଦୁର୍ଘଟଣାର ମଧ୍ୟ ଶିକାର ହୋଇପାରନ୍ତି, ସେଥିପାଇଁ ବିଶେଷ ଧ୍ୟାନ ରଖିବେ। ହାର୍ଟରେ କିଛି ସମସ୍ୟା ବା ହାର୍ଟ ପ୍ରୋବ୍ଲେମ୍ ଆପଣମାନଙ୍କୁ କଷ୍ଟ ଦେଇପାରେ, ହାର୍ଟରେ କିଛି କଷ୍ଟ ଆପଣମାନେ ଭୋଗିପାରନ୍ତି। ଏବଂ ଯଦି ପାଇଲ୍ସ ଅଛି ତାହେଲେ ମଧ୍ୟ ତେଲ ମସଲାଠୁ ଟିକେ ଦୂରରେ ରହିବା ଆପଣମାନଙ୍କ ପାଇଁ ଉଚିତ ରହିବ। ଏହି 14 ମେ ପରେ ଆପଣମାନଙ୍କର ସନ୍ତାନ ଠାରୁ ଆପଣମାନେ ସୁଖ ପାଇବେ। ଆପଣମାନଙ୍କ ସନ୍ତାନ କିଛି ଭଲ ରେଜଲ୍ଟ କରିକି ଆପଣମାନଙ୍କୁ ଗର୍ବିତ କରିପାରନ୍ତି ବା ବିବାହ କରି ଆପଣମାନଙ୍କୁ ଖୁସି ପ୍ରଦାନ କରିପାରନ୍ତି। ଏ ତ ଥିଲା କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କ ଗୋଚର କିପରି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ହିଁ ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।